ସାଧୁ ସାହୁ ହଳ କରି ହିଡ଼ ଉପରକୁ ଆସିଲା। ପୁଅ ଆଣିଥିବା ଭାତ ତିଅଣକୁ ଖାଇ ବସିଲା। ଖାଇବା ଶେଷରେ ଗୁଣ୍ଡାଏ ଭାତକୁ ହିଡ଼ ଉପରେ ରଖି ମୁହଁ ହାତ ଧୋଇଲା। ପୁଅ ପଚାରିଲା, ବାପା, ଏ ଭାତ କାହା ପାଇଁ ରଖିଲ? ସାଧୁ ସାହୁ କହିଲା, ମୂଷା ପାଇଁ। ବାପା, ମୂଷା ତ ଆମର ଧାନ ଖାଇଯାଏ, ତାକୁ ସିନା ମାରି ଦିଅନ୍ତି, ଓଲଟି ତା ପାଇଁ ଭାତ ରଖୁଛ? ମୂଷା ବଞ୍ଚି ରହିଲେ ଆମର ବହୁତ କ୍ଷତି ହେବ। ଆରେ, ସବୁ କିଆରୀରେ ତ ମୂଷା ଅଛନ୍ତି।